गीता में परमा विद्या ब्रह्मरूपा जय माँ गीता चक्र। राधाराणी महिला संघर आज गीता चक्र गोटे वार्षिक उत्सव पालन कर। गीता चक्र बहु पूर्व सृष्टि होता। जी प्रथम सृष्टि करते ना भी गीता गीतांजलि महांती जी साहाय्य करुले माने वक्ता भाव ना भी गीता एवं सेठी गोटे आरंभ होता 9 नंबर यूनिट रे गीता सावित्री चक्र ताहा धीरे धीरे बहु बढ़ी इभली समय आसीथिला सेतबेले मोर बयस बहुत कम थिला युवक समय मत जितेबाला से कहले बाबा आपण ही टिके गीता विषय किसी कहे तो मुझी समस्त घरे गीता आलोचना हम मोर किसी आपत्ति ना किंतु घर जे गार्डियन सी किंतु उपस्थित रहे मो सहित जड़े कि 2 जन सहयोगी जीवे समस्ते सरकारी चाकरिया तथापि से छुट्टी नहीं गोटे 2 घंटा घर को आसती मु अध घंटा 45 मिनट गीता टी कहे तापर गीता चक्र को नहीं गोटे संघ घर भी तैयारी कौन गोटे है आनुआल फंक्शन भी है सबू है किंतु टिके मझे देखागला टिके खापचड़ा धरला से दायी आम लोक दायी किंतु किसी कहेनी चुपचाप रुहे शेष एमती है शेष से गीता चक्र सावित्री चक्र जो घरटी एते कष्ट करा अनुमोदित हो पारानी सरकार ताको भांगीदेले एवं सी गोटे सरीगला किंतु सब गोटे मन दुख रहे एते कष्ट करी गोटे गीता सावित्री चक्र गठन होता भुवनेश्वर ये मिनिस्टर वर्तमान जो स्पीकर अच्छा कौ जगह आंध्र ना कौन स्पीकर अच्छा कौन टाका ना बाबा ये जो ये अच्छा विश्वभूषण हरिचंदन सी आसी गीता चक्र आउ जड़े मंत्री किए महिला मंत्री हकमला से भी आसी कि भल भाव कथा चलता किंतु समयानुक्रमे पुरुष शक्ति टिके अवसर नहीं गला परे बयस हो गला परे अवसर नहीं गला परे एवं विभिन्न स्थान को से विक्षिप्त भाव टिके दूर दूर घर बिल्डिंग कले पुओ बो पाखे रहिले तेणु स्वाभाविक भाव टिके गीता सावित्री चक्र बा गीता चक्र सावित्री चक्र तो नुहे गीता चक्र टिके माने म्लान पड़ा तथापि मो मन भर दम्भ था गीता सावित्री चक्र जो केतोटी माँ आश्रम सहित संपर्क रखती जाती सेमानकर व्यवहार एवं सेमानकर बलिया प्रति विश्वास गीता चक्र प्रति आनुगत्य मत बड़ आकर्षित करे जा हो मुझे विषय आपण मान कौन कहबी
ତେବେ ଆପଣମାନେ ଆଜି ମା' ମାନେ ମୋର ଏକତ୍ର ହେଇ କୀର୍ତ୍ତନ କରି ମୋତେ ଆଜି ଆଣିଛନ୍ତି, ଇଏ କ'ଣ ଛୋଟିଆ କଥାଟା? ଏବଂ ମା' ମାନେ ଆଜି ଯେଉଁ ପୁରୁଷୋତ୍ତମ ଯୋଗଟି ପଢ଼ିଲେ, ସେତେବେଳେ ଯେଉଁ ପଢ଼ୁଥିଲେ ଜଣଙ୍କର ସ୍ୱର ଯଦି କାଉ ହେଉଥିଲା, ଆଉ ଜଣଙ୍କର ସ୍ୱର କୋଇଲି ହେଉଥିଲା, ସିଏ ସ୍ୱର ବିକର୍ଷଣ ହେଉଥିଲା। କିନ୍ତୁ ଆଜି ଯେଉଁ ସ୍ୱରରେ ପଢ଼ିଲେ ମୋତେ ଲାଗିଲା ଯେମିତି ପ୍ରକୃତରେ ଗୀତା ଏଇଠି ବଞ୍ଚି ରହିଛି। ଆପଣମାନଙ୍କର ସ୍ୱର ଆଜି ସେଇ ଗୀତା ଜନନୀଙ୍କ ପାଖରେ ପହଞ୍ଚିଛି। ଇଏ ଗୋଟିଏ ସୁନ୍ଦର ସ୍ଥାନ ଏବଂ ଏଇଭଳିଆ ଗୋଟିଏ ସ୍ଥାନକୁ ଆପଣମାନେ ନିର୍ବାଚନ କରିଛନ୍ତି। ମୁଁ ସାଧୁବାଦ ଜଣାଉଛି। ଯେଉଁ ଅନୁଷ୍ଠାନ ଆପଣମାନଙ୍କର ଏଇ ଅନୁଷ୍ଠାନକୁ ସ୍ୱାଗତ କରିଛି ବା ଅନୁମୋଦିତ କରିଛନ୍ତି, ସେମାନଙ୍କୁ ମଧ୍ୟ ମୋର ଆପଣମାନଙ୍କ ମାଧ୍ୟମରେ ମୁଁ ସାଧୁବାଦ ଜଣାଉଛି। ଗୀତା ହିଁ ପରମା ବିଦ୍ୟା। ଏଇ ଯେଉଁ କେତୋଟି ମା' ମାନଙ୍କର ନାଁ ଦେଇଛନ୍ତି, ଆଜି ବଉଳ ଅମାବାସ୍ୟା, ଆଜି ମା' ମାନେ ପିଠାପଣା ନିଶ୍ଚୟ କରିଥିବେ, କିନ୍ତୁ ଆଜି ହେଉଛି କାଲି ଗଲା। ଆଚ୍ଛା ଆଚ୍ଛା, ବକୁଳ ଅମାବାସ୍ୟାର ପରଦିନ ଆଜି ଆପଣମାନେ କରୁଛନ୍ତି। ବର୍ତ୍ତମାନ ପୁଷ୍ପାଭିଷେକ ସର୍ବତ୍ର ଚାଲିଛନ୍ତି। ତେବେ ରାଧା ବୋଲି ଗୋଟେ ଶବ୍ଦ ଆପଣ ଲେଖିଛନ୍ତି, ରାଧା ରାଣୀ। এইটু আমি আরম্ভ করিবা। রাধাকে হোয়াট ইজ রাধা, হু ইজ সি? রাধা হউচন্তি আরাধনা, আরাধয়তি ইতি রাধা। আপন পড়িবা আরম্ভ করিবে, রাধা আপে আপে সেটি বিদ্যমান হবে। কারণ আরাধনা যদি ପ୍ରକୃତରେ ରାଧା, ତାହେଲେ ଗୀତାଙ୍କୁ ଆରାଧନା କରନ୍ତୁ କିମ୍ବା ବିଶ୍ୱବନ୍ଦ୍ୟ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ କିମ୍ବା ବକୁଳ ଅମାବାସ୍ୟାକୁ ଆରାଧନା କରନ୍ତୁ କିମ୍ବା ଆମର ଏଇ କ୍ଷେତ୍ରରେ ଏଇ ମନ୍ଦିରରେ ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ। ଆରାଧନା କରିବା ଅର୍ଥ ହେଉଛି ରାଧା। ଆଜି ଆପଣ ଦେଖିବେ ମୁସଲମାନ ମାନେ 5 ଥର ନମାଜ କରୁଛନ୍ତି। ଆମ ପାଇଁ ସିଏ ହେଉଛନ୍ତି ରାଧା ତତ୍ତ୍ୱର ଅଧିକାରୀ। ଖ୍ରୀଷ୍ଟିଆନ ମାନେ ରବିବାର ଦିନ ଆରାଧନା କରୁଛନ୍ତି। ଆମ ପାଇଁ ସେମାନେ ହେଉଛନ୍ତି ରାଧାରାଣୀର ମାନେ ତତ୍ତ୍ୱ। ତେଣୁ ରାଧା ଦକ୍ଷିଣ ଭାରତରେ ରା ଶବ୍ଦର ଅର୍ଥ ହେଉଛି ଆ। ଆମେ ଯେମିତି କହୁଛୁ ଆ, ଦକ୍ଷିଣ ଭାରତରେ ଜଣେ ଜଣକୁ ଡାକୁଛି ରା 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 ରା। ଧା କହିଲେ ଧାରଣ କରିବା। ମା ମାନେ ଯେମିତି ନିଜର ପୁଅ ଝିଅ ସ୍ୱାମୀ ପରିବାରର ଦାୟିତ୍ୱକୁ ଧାରଣ କରିଛନ୍ତି, ସେଇଗୁଟାକ ହେଉଛି ଧା। ତେଣୁ ରା ଆଉ ଧା ଇଏ ଆମମାନଙ୍କୁ ଶିଖଉଛି, ଆମ ସମସ୍ତଙ୍କୁ ଶିଖଉଛି, ଖାଲି ମା ମାନଙ୍କୁ ନୁହେଁ, ମୋତେ ବି ଶିଖଉଛି। ଆମେ ମଣିଷକୁ ଡାକିବା, ଯଦି ପଶୁପକ୍ଷୀଙ୍କୁ ଆମେ ଡାକୁଛୁ ଆ, ଆମେ ଡାକିବାଟା ହେଉଛି ରା ଏବଂ ତାଙ୍କ ଦାୟିତ୍ୱକୁ ବହନ କରିବା ହେଉଛି ଦା। ଆଜି ଆମ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଗଭର୍ଣ୍ଣର, ଯେଉଁମାନଙ୍କ କଥା ଆପଣ କୁହନ୍ତୁ, ସେମାନେ ମଣିଷକୁ, ମଣିଷ ସମାଜର କାମ କରିବା ପାଇଁ ମଣିଷକୁ ଡାକୁଛନ୍ତି ରା। ଯେଉଁ ଦାୟିତ୍ୱବୋଧତା, ଯେଉଁ ଦାୟିତ୍ୱକୁ ବହନ କରୁଛନ୍ତି, ସିଏ ହେଉଛି ଧା। ବର୍ତ୍ତମାନ ସେଇ ରାଧାକୁ ଓଲଟେଇ ଦିଅ, ଧାରା। ଧାରା ମାନେ ନିୟମ। ଏଠି ବର୍ତ୍ତମାନେ ଆପଣମାନେ ମୋତେ
ମୋ ସହିତ ଗଣ୍ଡଗୋଳ କରିବେ, ମୁଁ ଆପଣଙ୍କ ସହିତ ଗଣ୍ଡଗୋଳ କରିବି, କିମ୍ବା ଆପଣମାନଙ୍କୁ ମୁଁ କିଛି ଖରାପ ବ୍ୟବହାର କରିବି, ଆପଣ ପୋଲିସ ଷ୍ଟେସନକୁ ଯିବେ। ପୋଲିସ ଷ୍ଟେସନ ଦାୟିତ୍ୱରେ ସିଏ ଦେବେ ଏତିକି ଧାରା ଅନୁଯାୟୀ ବାବା ବଳିଆଙ୍କୁ ଆମେ ବନ୍ଦୀ କଲୁ, ଆରେଷ୍ଟ କଲୁ। କୋର୍ଟକୁ ଯିବେ, ଜଜ୍ ବର୍ତ୍ତମାନ କହିବେ ଇଏ ବାବା ବଳିଆ ବର୍ତ୍ତମାନ ଆମ ନିୟମ ଉଲ୍ଲଂଘନ କରିଥିବାରୁ ଏତିକି ଧାରା ଅନୁଯାୟୀ ଇଏ ବର୍ତ୍ତମାନ ଆଜୀବନ କାରାଦଣ୍ଡ ହେବେ। ତେଣୁ ରାଧା ଧାରା ନିୟମରେ ଚାଲିଛି। ଏଇ ଦେଖନ୍ତୁ ଭୁବନେଶ୍ୱର ସହର ବୁଲି ଆସିବେ, ଗାଡ଼ି ମୋଟର ସାଇକେଲ ସବୁ ଚାଲିଛି। ଏ କେଉଁ ନିୟମରେ ଚାଲିଛି। ଯେଉଁମାନେ ନିୟମରେ ଚଲଉନାହାନ୍ତି ତା ଦ୍ୱାରା ଆକ୍ସିଡେଣ୍ଟ ହେଉଛି। ତେଣୁ ଜୀବନକୁ ଆରାଧନାମୟ କର। ତମର ସେବା, ତମର ପୂଜା, ସର୍ଭିସ୍ ଆଣ୍ଡ ୱର୍ସିପ୍ ବୋଥ୍ ସେମ୍ ଆଣ୍ଡ ୱାନ୍। ତୁମର ପୂଜା ଆଉ ତୁମର ସେବା ହିଁ ଗୋଟେ ପରିବାରକୁ ଗଠନ କରିବ। ଇଏ କମ୍ ବଡ଼ କଥା ନୁହେଁ। ଏବଂ ଏମିତି କାମ କରିବ। କାଲି ଗୋଟେ ଟିଭିରେ ଗୋଟେ ଫଟୋ ଦେଖାଉଥାଏ, ଗୋଟେ ଝିଅ ବୟସର ପିଲାଟା ଶାଶୁକୁ ମାରିଦେଲା। ମୁଁ ତାକୁ ଦେଖିକିରି କହୁଥାଏ, ଯଦି ମୋ ହାତରେ ତୁ ପଡ଼ିଥାନ୍ତୁ ତୋ ତଣ୍ଟିଟାକୁ ମୁଁ ଚିପି ଦେଇଥାଏ। ତୁ ଶାଶୁଟାକୁ ମାରିଦେଲୁ କାହିଁ? ଶାଶୁ କଥା ଯଦି ସହିପାରିଲୁନି, ତୁ ତ ବାପା ଘରକୁ ପଳେଇଲୁନି, ଚୁପଚାପ ସ୍ୱାମୀକୁ ଡିଭୋର୍ସ କରିଦେଲୁ। ତୁ ଗୋଟେ ମାଟାକୁ ତୁ ମାରିଦେଲୁ। ଗୀତାଙ୍କୁ କୁହାଯାଏ ମା ଅମ୍ବତ୍ୱା ଅନୁସନ୍ଧାମି ଭଗବତ ଗୀତେ ଭବଦ୍ୟଶ୍ରୀ। ଗୀତା ହଉଛନ୍ତି ମା। ଆପଣମାନେ ମୋ ପାଖରେ ଯେତିକି ଆଗରେ ବହିଛନ୍ତି ସମସ୍ତେ ମୋ ପାଇଁ ଜଣେ ଜଣେ ଗୀତା ମା। ଗୀତାୟଂ ଶାସ୍ତି ଶାସ୍ତ୍ରଂ ନାରାୟଣ ନାସ୍ତି ଦେବତା। ଗୀତା କହିଥିଲେ କିଏ? ଶ୍ରୀକୃଷ୍ଣ। କାହାକୁ କହିଥିଲେ? ଗୀତି କୃଷ୍ଣ ଅର୍ଜୁନଙ୍କୁ। ଗୀତାକୁ ତାଳପତ୍ର ପୋଥିରେ ଲେଖିକିରି ରଖିଥିଲେ କିଏ? ଦୈପାୟନ କୃଷ୍ଣ ବ୍ୟାସ। କହିଥିଲେ କୃଷ୍ଣ, ଶୁଣିଥିଲେ କୃଷ୍ଣ, ଲେଖିଥିଲେ କୃଷ୍ଣ। ଭାଗବତରେ କହିଲେ ଏ ସର୍ବ କୃଷ୍ଣର ଶରୀର ଦୁନିଆରେ ଯାହା ଦେଖୁଛ ସବୁ ଯେତେବେଳେ ଆପଣମାନେ ଭାବି ନେବେ, ଗୋଟେ ଟେକ୍ନିକ୍ ଆପଣମାନଙ୍କୁ ବତେଇ ଦଉଛି। ଗୀତା ବହି ପାଖକୁ ଯିବେ, ବହିକି ଆଣିକିରି ମୁଣ୍ଡରେ ମାରିବେ, ହଉ ତାକୁ ଓଲଟେଇବେ। ଆଜି କାଲି ଯାଇଥିଲା ପ୍ରଥମ ଅଧ୍ୟାୟ, ଆଜି ଆସିବ ଦ୍ୱିତୀୟ ଅଧ୍ୟାୟ। ଇଏ ହେଉଛି ଗୋଟିଏ ପ୍ରଥମ ପାବତ୍ସର କଥା। ଧରନ୍ତୁ 22 ପାବତ୍ସ ଆପଣ ଗଣିଦେବେ, ଗୋଟି ଗୋଟିକିରି ଗଣିଦେବେ, 22 ନାହିଁ, 18ଟି ପାବତ୍ସ। ଆଉ ଚାରି ଦୂରରେ ଅଛି। ତେବେ 18 ପାବତ୍ସଟି କିଏ? ଆମ ପାଇଁ, ଆମ ଗୀତା ପ୍ରେମୀ ମାନଙ୍କ ପାଇଁ ସେ 18 ପାବତ୍ସଟି ହେଉଛନ୍ତି
ଗୀତାର 18 ଅଧ୍ୟାୟ। ଇଏ ଗୋଟିଏ କଥା ଗଲା। ତେବେ 18 ଅଧ୍ୟାୟ କ'ଣ ଆପଣ ଅରୁଣ ଅଷ୍ଟମ ପାଖରୁ ଫଳିକି ଦେଇ ପଡ଼ିବ ଉପରକୁ? ଆସ୍ତେ ଆସ୍ତେ ଗୋଟିଏ 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 ପାହାଚ ଚଢ଼ିବେ। ଯେତେବେଳେ ଗୋଟିଏ ପାହାଚ ଚଢ଼ିବେ, ତାପରେ ଦ୍ୱିତୀୟ, ତାପରେ ତୃତୀୟ, ଠିକ୍ ସେଇଭଳି ଭାବରେ ଆପଣ ଗୀତା ବହିଟିଏ ଦୋକାନରୁ ଆଣିଲେ, ତାକୁ ଆଣି ଘରେ ରଖିଲେ, ଟିକେ ଫୁଲ ଚନ୍ଦନ ଦେଲେ, ପ୍ରତ୍ୟେକ ଦିନ ଟିକେ ଗୋଟା ଦିଟା ଶ୍ଲୋକ ଅଧ୍ୟାୟ ଗାଇଲେ। ଏଇଟା ହେଲା ପ୍ରଥମ ବାବଚ। ଆପଣ କହିବେ ଯେ ମୁଁ ଗୀତା ସଂଘରେ ଭାଗ ନେଇଛି, ମୁଁ ସବୁଦିନ ଗୀତା ଟିକେ ପଢ଼ୁଛି, ଏଇଟା ପ୍ରଥମ ପାହାଚ। କିନ୍ତୁ ପ୍ରଥମ ପାହାଚରେ କ'ଣ ସବୁବେଳେ ପ୍ରଥମ ଶ୍ରେଣୀରେ ପାଠ ପଢ଼ିବ? ଦ୍ୱିତୀୟ ଶ୍ରେଣୀକି ଯିବ ନା। ଦ୍ୱିତୀୟ ଶ୍ରେଣୀ କ'ଣ? ତମେ ପଢ଼ିବ, ଅନ୍ୟକୁ ପଢ଼େଇବା ପାଇଁ ଚେଷ୍ଟା କରିବ। ପୁଅ ହଉ, ଝିଅ, ସ୍ୱାମୀ, ଏମାନଙ୍କୁ ନିବେଦନ କରିବ ସ୍ନେହରେ, ଆଦରରେ, ମୁଁ ଟିକେ ପଢ଼ୁଛି, ତମେ ଟିକେ ପଢ଼। ଏଇଟା ହେଲା ଦ୍ୱିତୀୟ ବାବଚ, ଗୀତାର ଦ୍ୱିତୀୟ ବାବଚ। ତୃତୀୟ ବାବଚ, ମଝିରେ ମଝିରେ ନିଜର ପଡ଼ୋଶୀମାନଙ୍କୁ ବା ନିଜର ବନ୍ଧୁବାନ୍ଧବମାନଙ୍କୁ, ଆଗ ପଡ଼ୋଶୀମାନଙ୍କୁ ଆଣି ଗୋଟେ ଗୀତା ମେଳା କରୁଥିବ। ଗୀତା ଟିକେ ତାଙ୍କୁ ଖାଇବାକୁ ଟିକେ ଦେବ, ଭୋଗ ଟିକେ। ଏଇଟା ହେଲା ସେମାନଙ୍କୁ ଗୀତା ପଢ଼ିବା ପାଇଁ ନିବେଦନ। ଏଇଟା ହେଉଛି ତୃତୀୟ ବାବଚ। ଚତୁର୍ଥ ବାବଚ, ଯଦି ଶୁଦ୍ଧ ଶ୍ରାଦ୍ଧ ବିବାହରେ ବନ୍ଧୁବାନ୍ଧବ ମାନେ ନିମନ୍ତ୍ରଣ ପାଇକିରି ଆସନ୍ତି, ବିନା ନିମନ୍ତ୍ରଣ ବି ଆସନ୍ତି, ତାଙ୍କୁ କହିବ ଆମର ଗୀତା ଆମେ ପଢ଼ୁ, ଆପଣମାନେ ଟିକେ ପଢ଼ୁନାହାନ୍ତି। ଇଏ ହେଉଛି ଆଉ ଗୋଟିଏ ବାବଚ। ଏଇଭଳି ଭାବରେ ଗୀତାର ଯାହା ଆଦେଶ ଆମ ପ୍ରତି ଅଛି, ସେ ଆଦେଶକୁ ଯେତେବେଳେ ଆମେ କାର୍ଯ୍ୟକାରୀ କରିବା, ସେଇଗୁଟା କହୁଛି ଗୀତାର 18 ଅଧ୍ୟାୟ। ଗୀତା କହୁଛନ୍ତି, ପ୍ରଥମ କହୁଛନ୍ତି ବିଷାଦ ଯୋଗ। ଜନ୍ମ ବେଳେ ମୁଁ କାନ୍ଦିଥିଲି, ମଲା ବେଳେ ମୋ ପାଇଁ କିଏ କାନ୍ଦିବ? ଇଏ ହେଉଛି ଅର୍ଜୁନ ବିଷାଦ ଯୋଗ। ମୁଁ ଯେତେବେଳେ ଜନ୍ମ ହେଇଥିଲି କାନ୍ଦିଥିଲି, ମୁଁ ଯୋଉଦିନ ମରିବି ମୋ ପାଇଁ କିଏ କାନ୍ଦିବେ? ଇଏ ହେଲା ଅର୍ଜୁନ ବିଷାଦ ଯୋଗ। ମୁଁ ଯେତେବେଳେ ଜନ୍ମ ହେଲି, ମୋତେ ଦେଖିବା ପାଇଁ ମୋର ମାମୁଁ ଘର, ପିଉସୀ ଘର, ମାଉସୀ ଘର ସବୁ ଏକତ୍ର ହେଲେ। ସବୁ ଏକତ୍ର ହେଲେ ଇଏ ଏବଂ ମୁଁ ଯୋଉଦିନ ମରିବି, ସେଦିନ ସାଇ ଭାଇ ସମସ୍ତେ ଏକତ୍ର ହେବେ। ଇଏ ହେଉଛି ସାଂଖ୍ୟ ଯୋଗ, ସଂଖ୍ୟା। ଆରେ ତମେ ପୁଅ ଝିଅ 21ରେ କେତେ ଲୋକ ହେଇଥିଲେ? 150 ହେଇଥିଲେ। ସାଂଖ୍ୟ ଯୋଗ। ମଲା ବେଳେ କେତେ ଲୋକ ତମକୁ ପଡ଼ିଆକୁ ନେଲେ? କେତେ ବ୍ରାହ୍ମଣ ଖାଇଲେ, କେତେ ଗାଁ ବାଲା ଖାଇଲେ? ଏ ହେଉଛି ସାଂଖ୍ୟ। ସଂଖ୍ୟାରୁ ସାଂଖ୍ୟ। ତମ କୁଟୁମ୍ବ କେତେ ଜଣ? ନା ମୋ କୁଟୁମ୍ବ ଆମର 5 ଜଣ। ସାଂଖ୍ୟ। ତାପରେ ପଚାରିବା କଥା, ତମେ ସବୁ କ'ଣ ସବୁ କର? ପୁଅ ମୋର ପାଠ ପଢ଼େ, ବାବୁ ଚାକିରି କରିଛନ୍ତି, ମୋ ଦିଅର ଚାକିରି କରିଛନ୍ତି, ମୋ ନଣନ୍ଦ ଅମୁକ ଜାଗାରେ ବିବାହ ହେଇଛନ୍ତି, ମୋ ନଣନ୍ଦେଇ ଅମୁକ ଜାଗାରେ ଅମୁକ କରୁଛନ୍ତି। ଏଗୁଡ଼ା କ'ଣ? କର୍ମଯୋଗ। ଇଏ ହେଉଛି ଗୀତାର କର୍ମଯୋଗ।
ଆଚ୍ଛା ତମ ଭିତରେ ସବୁ ସମ୍ପର୍କ ଭଲ ଅଛି ତ? ହଁ ଟିକେ ହିସାବଟା କେତେବେଳେ ହେଉଛି, କୋଡ଼ିଏ ପଇସା ଟିକେ ହେଉଛି ଆଉ, କିମ୍ବା ନାଇଁ ଆମ ଭିତରେ ସମ୍ପର୍କ ଭାରି ଭଲ। ମୋ ଦେହ ଖରାପ ହେଲା, ମୁଁ ମେଡ଼ିକାଲରେ ପଡ଼ିଲି, ସମସ୍ତେ ଦୌଡ଼ିକି ପଳେଇ ଆସିଲେ ଦେଖିବା ପାଇଁ। ଇଏ ହେଉଛି କ'ଣ? ଜ୍ଞାନ ଯୋଗ। କର୍ମ ଓ ଜ୍ଞାନ ଯେତେବେଳେ ମିଶିଯାଏ, ଆଚରଣ ଆଉ ଉଚ୍ଚାରଣ ଯେତେବେଳେ ମିଶିଯାଏ, ସେତେବେଳେ ସିଏ ହୁଏ ପଞ୍ଚମ ଅଧ୍ୟାୟ କର୍ମ ସନ୍ନ୍ୟାସ। ଯେତେବେଳେ ମୁଁ ଆଖି ବୁଜି ମୋର ଦୁଃଖରେ, ବିପଦରେ, ପ୍ରଶଂସାରେ, ହାସ୍ୟରେ ମୁଁ ଯେତେବେଳେ ଧ୍ୟାନ କରେ ମୋ ଇଷ୍ଟଙ୍କୁ, ମୋର ଗୁରୁଦେବଙ୍କୁ, ମୋର ଇଷ୍ଟଦେବଙ୍କୁ, ମୋ ଶାସ୍ତ୍ରଙ୍କୁ, ମୋ ଧର୍ମକୁ ମୁଁ ଧ୍ୟାନ କରେ, ସେ ହେଉଛି ଗୀତାର 6ଠ ଅଧ୍ୟାୟ। 7ମ ଅଧ୍ୟାୟ ଜ୍ଞାନ ବିଜ୍ଞାନ ଯୋଗ। ମୁଁ ଯାହା ଜାଣିଛି, ଧରନ୍ତୁ ଆପଣ ପଢ଼େଇଲେ ଊର୍ଧ୍ୱମୂଳମ୍, ଇଏ କ'ଣ ମାନେଟା କ'ଣ ତ ପଢ଼ି ତ ଦେଲୁ, ଊର୍ଧ୍ୱମୂଳମ୍ ତା ମାନେ କ'ଣ? ତା କେଜାଣି, ମୁଁ କ'ଣ କହିପାରିବି? ବହିରେ ଲେଖା ଅଛି ଯେ ମୁଁ କ'ଣ ବୁଝିପାରୁନି, କିନ୍ତୁ ଗୁରୁଦେବ କହିଦେଲେ ମୁଁ ପଢ଼ୁଛି ଆଉ। ଯୋଉଦିନ ମୁଁ ବୁଝେଇବି ଊର୍ଧ୍ୱମୂଳମ୍, ମାଇ ବ୍ରେନ୍ ଇଜ୍ ଊର୍ଧ୍ୱମୂଳ, ଜଷ୍ଟ ଲାଇକ୍ ଊର୍ଧ୍ୱମୂଳ, ବ୍ରେନ୍ ଇଜ୍ ରୁଟ୍ ଅଫ୍, ମୋର ମସ୍ତିଷ୍କ ହେଉଛି ମୂଳ। ମୁଁ ଏଠି ଶୁଣୁଛି, ଏ ମସ୍ତିଷ୍କରେ ମନେ ରଖୁଛି, ବଳିଆ କହୁଛି, ଏ ମସ୍ତିଷ୍କରୁ ଅର୍ଡର ଆସୁଛି। ଇଏ ହେଉଛି ଊର୍ଧ୍ୱମୂଳ। ଗଛ ଗୁଡ଼ିକର ମୂଳଟା କ'ଣ ଅଗକୁ ଥାଏ? ଗଛର ମୂଳଟା ତଳକୁ ଥାଏ। ଜୀବନ ବୃକ୍ଷର, ଜୀବନ ରୂପୀ ବୃକ୍ଷର ମୂଳଟା ଉପରକୁ ଥାଏ। ଜୀବନ ବୃକ୍ଷ କିଏ? ମୁଁ, ଆପଣମାନେ। ଆମ ମୂଳଟା କୋଉଠି? ମୁଣ୍ଡରେ ନା ଆଉ। ପାଦ କ'ଣ କଥା କହୁଛି? ଊର୍ଧ୍ୱମୂଳ। ଆମ ମହାପୁରୁଷ ମାନେ କେତେ ସୁନ୍ଦର କଥା ଲେଖିଲେ। ଓଲଟ ବୃକ୍ଷେ ଖେଳୁଛି ଦୋଷରୀ ପାରା, ଜୀବନ ହେଉଛି ଓଲଟ ବୃକ୍ଷ, ମାନେ ମୋଟା ଅଗକୁ। ଆଉ ଲୋଟଣୀ ପାରା କିଏ? ଏଇ ଯୋଉ ନାକର ଦିଟା ପୁରା, ଲୋଟଣୀ ପାରା। ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ଆମେ କହିବା ନାହିଁ ଆମେ ଯେ ପବନକୁ ଆଉ ନବୁନି, ଆମେ ବିନା ପବନରେ ନିଶ୍ୱାସରେ ଆମେ ଗୀତା ଶୁଣିବୁ। ହବ? ହେଇଛି ନା ହବ? ତେଣୁ ଏଇଟା ହେଉଛି ଓଲଟ ବୃକ୍ଷ। ଇଏ ଯେତେବେଳେ ଚାଲିଯିବ
ଠକ ଆଉ ଏଇ ଯୋଉ ଓଲଟ ବୃକ୍ଷ ତିଆରି ଖେଳୁଛି ସେ ଏଇ ଯୋଉ ଓଲଟ ବୃକ୍ଷ ଲୋଟଣୀ ପାରା ଓଲଟ ବୃକ୍ଷରେ ଲୋଟଣୀ ପାରାଟା ଖେଳୁଛି ତା ପାରାଟା ତଳକୁ ଆସିବା କଥା ନିଶ୍ୱାସଟା ଏମିତି ଯାଉଛି ଏମିତି ଆଉଛି ଏମିତି ଯାଉଛି ଏମିତି ଆଉଛି ସେ ପାରାର ନାଁ କ'ଣ କି ପାରା ସେ ଲୋଟଣୀ ପାରାର ନାମ ହଉଛି ମନେ ରଖନ୍ତୁ ମା ମାନେ ଏ ଲୋଟଣୀ ପାରାର ନାଁ ହଉଛି ହଂସ सोहम हंस सोहम हंस सोहम हंस सोहम हंस सोहम ଏତିକି ଯଦି ବୁଝିପାରି ପାରନ୍ତ ତାହେଲେ ତୁମେ ଆଉ କାହା ପାଇଁ ଏତେ ବ୍ୟସ୍ତ ହୁଅନ୍ତନି। ମୋର ଅମୁକ ହେଇଗଲା, ମୋ ପୁଅ ବାହାଘର ହଉନି, ମୋ ଅମୁକ ନେଇ ନମୁକ ହଉନି, କହନ୍ତନି। ଏଇ ତତ୍ତ୍ୱ ଭିତରେ ସବୁ କିଛି ଲୁଚି ରହିଛି। ତେଣୁ ବାଇ ମନ ସେଥିପାଇଁ ଆମ ଅଚ୍ୟୁତ ଲେଖିଲେ ବାଇ ମନ ହଂସକୁ ଖେଳା। ଆମେ ଆଉ ଏତେ କଥା କହିବା ଆମେ ମୁଁ ତ କହିବାରେ ସାରେ ଚଣ୍ଡୀ ଯଜ୍ଞ ହେଉଛି ସାରେ ଆମେ ଆଉ କହିପାରିବୁ। ଭାଇ ମନ ବସି ହଂସକୁ ଖେଳା ଊର୍ଧ୍ୱମୂଳମ୍ ତାପରେ କହିଲେ ଅଧଶାଖା। ଅର୍ଜୁନ ये जीवन वृक्ष ना कौन जानिचु कहू कौन से नाटा तू भावुचु कौन ता नाटा कौन बर गछ ओस्त गछ एगुड़ाक ना 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 एगुड़ाक नुह। जीवन वृक्षर नाम हूँ अश्वत्थ। अर्जुन भावी ये पिपल के पेड़ पुस्त गछ ना अश्वत्थ से देखाई करे अश्वस्थ में माने कौन अश्वत्थ आज अच्छी काली की नहीं
ଆରେ ଲୋକଟା କାଲି ମୁଁ ଦେଖିଥିଲି ସେ ଚା ଦୋକାନରେ ଆମେ ଏକାଠି ବସି ଚା ପିଉଥିଲୁ। କ'ଣ ତୁ କହୁଛୁ ଆଜି ସେ ହାର୍ଟ ଷ୍ଟ୍ରୋକ୍ ହେଇଗଲା ଚାଲିଗଲା? କି କଥା? ମୁଁ ଚା କାଲି ପିଇଛନ୍ତି, ଆମେ କେତେ ସୁନ୍ଦର ଗପସପ ହଉଥିଲୁ, ଚାଲିଟା ଗଲା ଆଉ କ'ଣ କରିବା? ଏଇ ହେଉଛି ଜୀବନ। ଏ ମା, ଏଇ ଜୀବନକୁ ନେଇ ଏତେ ଗର୍ବ, ଏତେ ଅହଙ୍କାର। ଗୀତା ସେଥିପାଇଁ 1600 ଅଧ୍ୟାୟରେ କହି 1600 ଅଧ୍ୟାୟରେ କହିଲେ ଏଗୁଡ଼ାକ ଛାଡ଼। ଦମ୍ଭୋଦର୍ପ ବିମାନ ତୁମେ ମାନବ ମାନବୀ, ତୁମେ ଅସୁର ଅସୁରୁଣୀ ହୁଅ ନା। ତୁମେ ମାନବ ହୁଅ ତାହେଲେ ମାନବୀ ହୁଅ। ତେଣୁ ତଳକୁ ଯୋଉ ଡାଳ ଗୁଡାକ ରହିଲା, ସେ ଡାଳ ଗୁଡାକ ଯଦି ହଲିଲା, ଯେମିତି ତୋଫାନ ଗୋଟେ ଆସେ, ଗଛ ପତ୍ର ଖାଲି ଏମିତି ଏମିତି ହଲୁଥିବ ପଡେ, କିଏ ଭାଙ୍ଗିଗଲା, କିଏ ଉଡ଼ିଗଲା। ଯଦି ପ୍ରକୃତରେ ତୁମେ ଗୀତା ପଢୁଛ, ଯଦି ପ୍ରକୃତରେ ତୁମେ ଜାଣୁଛ, ମୋ ଆଖି ଦେଖିବ ସବୁବେଳେ, ଆଖି ବନେଇଦେଲେ ଦେଖିବ ଆତ୍ମୀୟ ସୁଜନ, ବୁଝିଦେଲେ ଦେଖିବ ଇଷ୍ଟଙ୍କୁ। କାନ ମୋର ଶୁଣିବ ଭଲ କଥା, ପର ନିନ୍ଦା, ପର ଚର୍ଚ୍ଚା, ଘର ଭଙ୍ଗା, କାଉତରିଆ କଥା, ଆ ନାଁରେ ତା ନାଁରେ ଏସବୁ କଥା ଶୁଣିବନି। ନାକ ମୋର ନିଶ୍ୱାସ ନବ ଆଣିବ, ଟିକେ ଟିକେ ପ୍ରାଣାୟାମ କର, ଦେହ ଭଲ ରହିବ। ନିଶ୍ୱାସ ଟିକେ ରଖିବ, ଟିକେ ଛାଡ଼ିବ। ଆଉ ଇଏ ପାଟିରେ କଙ୍କଡା ଚୋବାନା, କଙ୍କଡା ଚିକେନ ମଟନକୁ ଚୋବେଇ 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 ଖାଉଛ। ଭାବୁଛ କି କେବେ ଭାବିଛ ଆଳୁ ଦମ ଖାଇବ, ବାଇଗଣ ଭର୍ତ୍ତା ଖାଇବ, ଅମୃତଭଣ୍ଡା ଖାଇବ, କାକଡ଼ ଭଜା ଖାଇବ, କଖାରୁ ଭଜା ଖାଇବ, କେତେ ବଢ଼ିଆ ବଢ଼ିଆ ଜିନିଷ ଅଛି, ତାକୁ ଟିକେ ଅଧିକ ଖାଅ। ଆଉ ଇଏ ପାର୍ଟି କାହାକୁ ଶଳା, ନନସେନ୍ସ, ଇଡ଼ିଏଟ୍, ଅମୁକ ଢମକ, ଏଇଥିପାଇଁ କ'ଣ ପାର୍ଟିଟା ସୃଷ୍ଟି ହେଇଥିଲା? ଦାନ୍ତ କ'ଣ ସୃଷ୍ଟି ହେଇଥିଲା କେବଳ ହାଡ଼ ଚୋବେଇବା ପାଇଁ? ଜିଭ କ'ଣ ସୃଷ୍ଟି ହେଇଥିଲା କେବଳ କ'ଣ ଚାଇନିଜ ଖାଦ୍ୟ ଟେଷ୍ଟ କରିବା ପାଇଁ? ଚୁଡ଼ା ଗଲା କୁଆଡ଼େ, ମୁଢ଼ି ଗଲା କୁଆଡ଼େ, ଖଇ ଗଲା କୁଆଡ଼େ, କୁକୁଡ଼ା ଗଲା କୁଆଡ଼େ, ରସଗୋଲା ଗଲା କୁଆଡ଼େ, କ୍ଷୀର ଗଲା କୁଆଡ଼େ, ପଇଡ଼ ଗଲା କୁଆଡ଼େ? ତେବେ କ'ଣ କରୁଛ ଜୀବକୁ? ଏ ଜୀବକୁ ଜାଣି ଶୁଣି ତୁମେ ଅପବିତ୍ର କରୁଛ। ଦାନ୍ତକୁ କଲ ତ ଅପବିତ୍ର, ଜୀବକୁ କଲ। କଥା ବୋଧେ ଭଲା କଣ ତ ବଚନ କି ଦରିଦ୍ରତା। আরে ছন্তি দাম্ভি ইকে রক্ষিবা अभयम सत्य संसुधि ज्ञान योगं व्यवस्थित दानं नमस्सदज्ञस्य स्वाधाय अहिंसा
সমতা দৃষ্টি তপদান দশো ভবন্তি ଇଏ ଯେତେ ଗୁଡ଼ିଏ ଶବ୍ଦ ଘରେ ଦେଖିବ ଆଜି, ତମେ କୋଉ ଶବ୍ଦଟିରେ ଅଛ, କେଉଁ ଶବ୍ଦର ଅର୍ଥରେ ଅଛ, ତାହେଲେ ବୁଝିପାରିବ। ଭାଗବତ କଣ କହିଲେ? ମଧୁର ବିନୟ ଆଉ ତମ ନାଁଟା ହେଲା ଅସୁସ୍ଥ, ଆଜି ଅଛ କାଲିକି ନାହିଁ। ଆଉ ଆଜି ଅଛ କାଲିକି ନାହିଁ ବୋଲି ଆଉ କିଛି କରିବାନି। କୋଉଦିନ ମରିବା ବୋଲି କଣ କମଳ ଘୋଡ଼େଇ ଶୋଇବା ହେଲା କଣ? ସେ କଥା ନୁହେଁ। ଏ ଜୀବନ ହଉଛି ଅତି ସୁନ୍ଦର ମା। କେତେବେଳେ ମରିବା ପାଇଁ ପ୍ରାର୍ଥନା କରିବନି ନା, କେବେ ବି କରିବନି। ଏମିତି ଗୋଟେ ଘର ବହୁତ ମାନେ ଅସହ୍ୟ ଯନ୍ତ୍ରଣା ହେଲା, ସେତେବେଳେ ମାନେ କହିପାର ବହୁ ମାନେ ନେଇଯା ମୋଟା ରଖିବ। ଯଦି ପୁଅ ବୋହୂଙ୍କର ଅତି ନିର୍ଯାତନା ଯଦି ପାଇଲ, ପୁଅ ବାଡ଼େଇଲା ବୋହୂ ବାଡ଼େଇଲା, ଏମିତି ଯଦି କିଏ ହଉଥିବ ସେଇଟା ତୁମ ମରିବାକୁ ଇଚ୍ଛା ହବ। କିନ୍ତୁ ମନେ ରଖ ମା, ଆତ୍ମହତ୍ୟା ଜୀବନରେ କରିବ ନାହିଁ। ଆତ୍ମସମୀକ୍ଷା କର, ଆତ୍ମହତ୍ୟା କରିବ ନାହିଁ। କିଏ ତୁମକୁ କର୍କଶ କହୁ, ତମେ ମଧୁର ବଚନରେ କଥା କହିବ। ମରିବା ପାଇଁ କେହି ଭଲ ପାଆନ୍ତିନି। ଆଚ୍ଛା, ତମେ ସିନା କହୁଛ ଆଜିର ଜୀବନ କାଲିକି ନାହିଁ, ମାନେ ଆଜି ଅଛ ତମେ କାଲିକି ମରିଯିବ, କିନ୍ତୁ ଏଇ ଜୀବନ ପୁନରପି ଜନମ ପୁନରପି ମରଣ ପୁନରପି ଜନନୀ ଜନ୍ମରେ ତମେ ଏମିତି ଜନ୍ମ ଜନ୍ମାନ୍ତର ଧରିକେ ତମେ ହିଁ ସତ୍ୟ ଯୁଗର ମଣିଷ। ତମେ ନିଜକୁ ଚିହ୍ନି ପାରୁନା, ତମେ ହିଁ ତ୍ରେତୟା ଯୁଗର ମଣିଷ, ତୁମେ ହିଁ ଦ୍ୱାପର ଯୁଗର ମଣିଷ, ତୁମେ ହିଁ ମହାଭାରତ ଯୁଦ୍ଧର ମଣିଷ, ତୁମେ ହିଁ କଳିଯୁଗର ମଣିଷ। ତାପରେ ଆସିବ ଅନନ୍ତ ଯୁଗ, ସେ ଯୁଗରେ ବି ତମେ ରହିବ। ଆଉ ଖାଲି କହୁଛ କଣ ନା ମୁଁ ମରିଯାଆନ୍ତି କି, ମୁଁ ପୋଡ଼ା ଭୁଇଁ ମରିଯାଆନ୍ତି କି, ଏ ମରିବୁ କାହିଁ? ମଲେ କ'ଣ ଏ ସୁନ୍ଦର ପୃଥିବୀ କି ଦେଖିବୁ? ତେଣୁ ସିଏ ଯେତେବେଳେ ତା ସେ ମରିବ ମାରିବ ମରିବା ସବୁବେଳେ କାହିଁ ହଉଛି? ଯେତେ କହିବୁ ମର ମୁଁ ସେତେ ହେବି ହର। ଏଇ କାହାର ଗୋଟେ ଆଣ୍ଠୁ ଟିକେ ଚାଲୁନି, ଏଇ ନେଇକି ମରିବୁ। ହୁଇଲ ଚେୟାରରେ ଚାଲୁନୁ, ଯଦି ଆଣ୍ଠୁ ନ ଚାଲିଲା ହୁଇଲ ଚେୟାର ଚାଲ, ଯଦି ପଇସା ଅଛି ଅପରେସନ କରିଦିଅ। ତେଣୁ ଏସବୁ ହଉଛି କଥା। ତେବେ ଏଇ କଥାଟା ଗୀତାର 4ର୍ଥ ଅଧ୍ୟାୟରେ କହିଲେ ଅର୍ଜୁନ ସେମିତି ଗୋଟେ କ'ଣ ମୁଣ୍ଡରେ ହାତ ଦେଇକିରି ବହିଛୁ କିରେ? ତୁ ଆସିଲୁ ଏତିକି ଯୁଦ୍ଧ କରିବା ପାଇଁ ନା ମୁଣ୍ଡରେ ହାତ ଦେଇ ବସିବାକୁ ଆଇଲୁ? ପ୍ରଭୁ ଏମାନଙ୍କୁ ମୁଁ ମାରିପାରିବିନି, ଏମାନେ ମୋ ଭାଇ ବନ୍ଧୁ କୁଟୁମ୍ବ, ଏତେ ପାପ ମୁଁ ନେଇପାରିବୁ ନେଇ। ଜାଗ
ଛୋଟ ମନା ହୁଅନି, ଉଦାର ମନା ହୁଅ, ଜାଗ୍ରତ ହୁଅ। ଯୁଦ୍ଧ ହଉଛି ତମର କର୍ତ୍ତବ୍ୟ। ଦେଶରେ ଧର୍ମ ରାଜ୍ୟ ପ୍ରତିଷ୍ଠା ହବ। ଆଉ ତମେ କଣ ଆକୁ ମାରିବିନି, ତାକୁ ମାରିବିନି, ତାକୁ ମାରିବିନି, ଏତେ ଗୁଡାକ ଲୋକ ଖଣ୍ଡା ଧରିକି ବହିଛନ୍ତି, ଗଦା ଧରିକି ବହିଛନ୍ତି ଘୋଡ଼ା ଉପରେ। ତୁ କହୁଛୁ ମୁଣ୍ଡରେ ହାତ ଦେଇ କହୁଛୁ ମୁଁ ଯୁଦ୍ଧ କରିବି? ଅନାର୍ଯ୍ୟ କହିଦେଲ, ଅନାର୍ଯ୍ୟ ଅନାର୍ଯ୍ୟ ଦୁଷ୍ଟ ମସ୍ୱର୍ଗମକୀର୍ତ୍ତିକର ବର୍ଜୁନ। ଅନାର୍ଯ୍ୟ ତୁ ଗୋଟେ କ୍ଳୈବ କ୍ଲିବ। ବର୍ତ୍ତମାନ ଯଦି ଆପଣ ମତେ କ୍ଲିବ କହିବେ, ମୁଁ ପୁଲିସ ଥାନାରେ ପହଞ୍ଚିବି ନା। ଆଉ ମାନେ ମା ମାନେ ଡାକିକିରି କହୁଛନ୍ତି କ୍ଲିବ। କିଏ ସେଇ କ୍ଳୈବ ଏ ଦୁନିଆରେ? ମୁହଁରେ ଗୋଟିଏ କଥା, ପେଟରେ ଆଉ ଗୋଟିଏ କଥା। କହୁଥିବେ ଗୋଟିଏ ପ୍ରକାର, କାମ କରୁଥିବେ ଆଉ ଗୋଟିଏ ପ୍ରକାର। ମୋ ପିଲାଦିନେ ମୁଁ ଥରେ ଦୁଇଥର ଖଣ୍ଡେ କ୍ଲିବ ହେଇଛି। ପିଲାଦିନେ ସରସ୍ୱତୀ ପୂଜା, ଗଣେଶ ପୂଜା ଦିନ ହୁଏ। ମୁଁ ପେଟ ସମ୍ଭାଳି, ଭୋକ ସମ୍ଭାଳି ପାରେନି। ଆରେ ଭକ୍ତ ହବା ପାଇଁ ଇଚ୍ଛା। ମୋ ଆଈ ମା ନିଶାମଣି, ମୋ ବୋଉ ବସନ୍ତ ଦେବୀ, ମୋ ସାନ ବୋଉ ଉର୍ମିଳା ଦେବୀ, ସିଏ କହିବେ ଆଜି ମୋ ନାଁ ହେଉଛି ବୁଢ଼ା। ମୁଁ ନା ଏବେ ବୁଢ଼ା ହେଲି, ମୁଁ ବୁଢ଼ା ମୁଣ୍ଡ ବୁଢ଼ା କଣ ଆମର କିଛି ଖାଇବ, ଖାଲି ଉପାସ। କେତେବେଳେ ସାର୍ ପୁଷ୍ପାଞ୍ଜଳି ଦେବେ ସେ ଖାଇ। ମୁଁ ସେଠୁ ଦି ଚାରି ଥର ଆଳୁଚପ ଖାଇଥାଏ। ଆଳୁଚପ ବରା ମୋର ଅତି ପ୍ରିୟ, ମିଠା ଖାଏ। କିନ୍ତୁ ଲୋକଙ୍କୁ ଦେଖାଉଥିବି ମୁଁ କିଛି ଖାଉନି। ଯେମିତି ମୁଁ ପୁଷ୍ପାଞ୍ଜଳି ଦେଇ ସାରିବି, ମୋ ଆଈ ମା ନିଶାମଣି ଜଗିକିରି ବସିଲେ, ନାତିଟା ମୋର ଖାଇନି, ସକାଳୁ ଘରୁ ଯାଇ ଏପର୍ଯ୍ୟନ୍ତ କିଛି ଖାଇନି। ମୁଁ ଆଜି ପହଞ୍ଚିବି, ମା ଆଲୋ ମୋ ଧନ ଆଇଲାଣି, ଖାଇବା। ତେଣୁ ଜୀବନରେ କ୍ଳୈବ୍ୟ ହୁଅ ନା, ପରନିନ୍ଦା କର ନା, ପରଚର୍ଚ୍ଚା କର ନା। ଶାଶୁ କଥା ବୋହୂ ପାଖରେ, ବୋହୂ କଥା ଶାଶୁ ପାଖରେ, ଆ କଥା ତା ଆଗରେ, ତା କଥା ଆ ଆଗରେ ସେମିତି କୁହନା। ବଚନ ମଧ୍ୟରେ ସତ୍ୟ ବାଣୀ, ଗର୍ଜି ଉଠିଲେ, କହିଲେ ଅର୍ଜୁନ କଣ କହୁଛୁ ମୁଁ ଯୁଦ୍ଧ କରିବି ନାହିଁ? ପାପ ହବ। ଗୀତାର 4th ଅଧ୍ୟାୟ, ଇମଂ ବିବତ୍ସତେ ଯୋଗ ପ୍ରତ୍ୟପାନ ହବତ୍ୱୟ ବିବତ୍ସ୍ୱାନ ମୁଁ ଏହି ଯୋଗ ପ୍ରଥମେ ସୂର୍ଯ୍ୟଙ୍କୁ କହିଥିଲି। ଅର୍ଜୁନର କରି ଅନେଇଛି, କଣ ମୁଁ ଏହି ଯୋଗ ପ୍ରଥମେ ସୂର୍ଯ୍ୟଙ୍କୁ କହିଲି? ଏବେ ବା ଜନ୍ମ ହେଇଛନ୍ତି, 84 ବର୍ଷ। ତାକୁ ସେତେବେଳେ 84 ବର୍ଷ କୃଷ୍ଣକୁ। ଏଇଟା ହେଇପାରେ ନ ହେଇପାରେ, ଗୋଟେ ହିସାବ କରାଏ। 84 ବର୍ଷ ତଳେ ଜନ୍ମ ହେଇଥିବା ମଣିଷ ସେ କହୁଛି ମୁଁ ଏହି ଯୋଗ ପ୍ରଥମେ ସୂର୍ଯ୍ୟକୁ କହିଥିଲି। ସେ ସୂର୍ଯ୍ୟ କିଏ? ସୂର୍ଯ୍ୟ ନାମକ ଏକ ରାଜା। ସୂର୍ଯ୍ୟ ତାଙ୍କ ପୁଅ ମନୁକୁ କହିଲେ, ବୁଝିଲୁ? ବାପା କହିଲା ତା ପୁଅ, ମନୁ କହିଲେ ତାଙ୍କ ପୁଅ, ସୂର୍ଯ୍ୟଙ୍କ ନାତି ଇକ୍ଷ୍ୱାକୁଙ୍କୁ।
ଇକ୍ଷ୍ୱାକୁ କ'ଣ କଲେ ସେତେବେଳେ ତାଙ୍କ ପାଖରେ ଯେତେ ରାଜାମାନେ ଯୋଉ ଦେଶରେ ଥିଲେ ସମସ୍ତଙ୍କୁ କହିଦେଲେ। ଆଉ କ'ଣ କହିଲେ ଦାରୁ ପିଇବ, କୁସି ପିଇବ, ସିଗାରେଟ ଟାଣିବ, ଗୁଟୁକା ଖାଇବ, ଆଉ ହତ୍ୟା କରିବ, ଲୁଣ୍ଠନ କରିବ, ଏହା କହିଲେ ନା ଜ୍ଞାନ ପିଓର ଜ୍ଞାନ ଯୋଗଟାକୁ କହିଲେ। ଆଉ ସବୁ ରାଜା ମାନେ କ'ଣ କଲେ ପ୍ରଜା ମାନଙ୍କୁ ସବୁ ଗୋଟି ଗୋଟି କରି ବୁଝେଇକିରି କହିଲେ ବୁଝିଲ ଏଇ ବାଟରେ ଯିବ, ଏଇ ବାଟରେ ଯିବ, ଭୁଲ କରିବନି, ଭୁଲ ବାଟରେ ଯିବନି। କିନ୍ତୁ ଅର୍ଜୁନ ଏତେ କଥା ହେଲା, କିନ୍ତୁ ବେଳେ ବେଳେ ଦେଖାଯାଉଛି ସେଇ କଥାଟା ମଣିଷ କହୁଛି ସତ କହିବା ଠିକ, କିନ୍ତୁ ବେଳେ ବେଳେ ସେ ନିଜେ ମିଛ କହୁଛି। ଯେତେବେଳେ ଧର୍ମର ଗ୍ଲାନି ଘଟେ, ଯେତେବେଳେ ଅସତ୍ୟ ମାଡ଼ି ଆସେ, ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍। ଯେତେବେଳେ ଏ ଧର୍ମ ଗ୍ଲାନି ହୁଏ ମୁଁ ସେତେବେଳେ ଆବିର୍ଭାବ ହୁଏ। ବୁଝିଲୁ? ଆପଣ ଆବିର୍ଭାବ ହେଇ କ'ଣ କରନ୍ତି? କ'ଣ ପିକନିକ କରନ୍ତି ନା କ'ଣ? ନା ନା ସେଗୁଡ଼ା କ'ଣ ପରିତ୍ରାଣାୟ ସାଧୁନାଂ। ବାବାଜୀ ବୈଷ୍ଣବକୁ ପରିତ୍ରାଣ କରନ୍ତି ଏକଥା ଲେଖା ନାହିଁ। ଆମ ଭିତରେ ଥିବା ଯୋଉ ଦିବ୍ୟ ଗୁଣ ତାକୁ ହିଁ ରକ୍ଷା କର। ବିନା ସାୟତ ଦୁଷ୍କୃତା। ଆମେ ସବୁ ଯୋଉ ମାନେ ଭୁଲ କରୁଛୁ, ଜାଣି ଶୁଣିକିରି ଭୁଲ କରୁଛୁ, ସେଇ ଭୁଲକୁ ମୁଁ କ୍ଷମା କରିବାକୁ ଆସେ। କୋଉ ରୂପରେ ଆସେ? ଜୀବେର ନିଷ୍ଠାର ଲାଗି ନନ୍ଦ ଆବିର୍ଭାବ ହେଇକିରି ମୁଁ ଶିଷ୍ୟ କରି ଲୋକମାନଙ୍କୁ ମାନେ ଲୋକଙ୍କୁ ବୁଝେଇ ଦେଇ ଭଲ ବାଟକୁ ନିଆ। ତାପରେ ଧର୍ମ ସଂସ୍ଥା ଅନାର୍ଥାୟ ସମ୍ଭବାମି। ଠାକୁର କହୁଛନ୍ତି। ତେଣୁ ଆପଣମାନେ ଏଠି ରାଧାରାଣୀଙ୍କ ନାମରେ ଯୋଉ ଗୀତା ଚକ୍ର ଅନୁଷ୍ଠିତ କରୁଛନ୍ତି, ଇଏ ମଧ୍ୟ ସେଇ କଥାର ଅଂଶ। ସେ ବେଳ ଭଲ ଆସିଲାଣି ବୋଲି ଆପଣମାନେ ଏକତ୍ର ହେଇଛନ୍ତି। ଯଦି ଆପଣମାନଙ୍କ ଭିତରେ ଗୋଟିଏ ଏଇ ରାଧାରାଣୀ ସଂଘ ଯଦି ସେ ଚାହାନ୍ତା ଭୁବନେଶ୍ୱର ଏଣ୍ଟାର ଭୁବନେଶ୍ୱର ବୁଲିକିରି ସବୁ ମା ମାନଙ୍କୁ ପାଖକୁ ବାର୍ତ୍ତା ଦିଅନ୍ତା, ଆସ ଆମେ ଗୋଟିଏ ଜାଗାରେ ଗୋଟିଏ ଦିନ 2 ଘଣ୍ଟା ଏକତ୍ର ହବା, ଗୀତାର 15 ଅଧ୍ୟାୟ ଆହୁତି ହବ ଏବଂ ଗୀତାର ଗୋଟିଏ ଶ୍ଲୋକ କି ଗୋଟିଏ ଅଧ୍ୟାୟ ଆଲୋଚନା ହବ। ଗୋଟିଏ ଦିନ ଗୋଟିଏ ସ୍ଥାନରେ କରିବା। ଯିଏ ଆସୁନ ତାହେଲେ ଗୋଟେ ଭୁବନେଶ୍ୱରରେ ବିରାଟ ମହିଳା ସମାବେଶ ହେଇଯିବ ଏବଂ ବିରାଟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହବ। ଗଭର୍ଣ୍ଣମେଣ୍ଟ ମଧ୍ୟ ତାକୁ ଅନୁମୋଦିତ କରିବ।
ତା ନହେଲେ ମା ଯେମିତି ବର୍ତ୍ତମାନ ପର ନାରୀ ମାନେ ମୋର ପୁରା ବେବିଚାର ଆପଣମାନେ ତ ଟିଭି ଦେଖୁଛନ୍ତି ଯେଉଁ ପ୍ରକାର ବେବିଚାର ଚାଲିଛି କେଉଁ ଦିନ ଗୋଟେ ଛାଡ଼ ନାହିଁ କେଉଁ ଦିନ। ଆଉ ମା ମାନେ ପିଲାମାନଙ୍କୁ ଯେଉଁ ପୋଷାକ ପତ୍ର ଟିକେ ପିନ୍ଧଉଛ ଟିକେ ଭଲ ପୋଷାକ ଦିଅ ବୁଝେଇ ପିଲେଇ ତାଙ୍କୁ କୁହ ନିଜେ ପୋଷାକ ଚଏସ୍ କର ଲଗ୍ନ ପୋଷାକ ବ୍ୟବହାର କରନ୍ତୁ ସବୁବେଳେ ମୋବାଇଲ ଫୋନରେ ଭଲ ଜିନିଷ ଦେଖନ୍ତୁ ଭଲ କଥା ଶୁଣନ୍ତୁ ଭଲ କଥା ଭାବନ୍ତୁ ସବୁବେଳେ ମାନେ ସେମାନେ ଯେଉଁ ବିକ୍ଷିପ୍ତ ହେଇଯାଉଛନ୍ତି ତେଣୁ ଆପଣମାନେ ଅଶାନ୍ତିରେ ଜୀବନ କଟେଇବେ ପରିବାର ଅଶାନ୍ତମୟ ହେବ ସମାଜ ଅଶାନ୍ତମୟ। ଯଦି ଆପଣମାନେ କେବେ ଇଏ ମହିଳା ସମାବେଶ କରିବା ପାଇଁ 2 ଦିନ 3 ଦିନ ଏଗୁଡ଼ାକ ନୁହେଁ ଏତେ ଘର କିଏ ଆମର କରିବାକୁ ଏତେ ପଇସା ଆମକୁ କିଏ ଦବ ଆମ ପାଖରେ ଯେଉଁ ପଇସା ଅଛି ତା ପାଖରେ 5,000 ଥିବ ତା ପାଖରେ 500 ଥିବ ଆମେ ପ୍ରତ୍ୟେକ ଘରେ ଗୋଟେ ଗାଡ଼ି କରିଦେଇ ଗାଡ଼ିରେ ଦେଖିଦେବା ମହିଳା ସମାବେଶ ଗୀତା ରାଧାରାଣୀ ଚକ୍ର ଗୀତା ଏମିତି ଭୁଲେଇ ଆଣି ସବୁଆଡ଼େ ଘରେ ଘରେ ଗୋଟେ ଗୋଟେ ଲିଫଲେଟ୍ ଦେଇ ଆସିବା ଅମୁକ ଦିନ ଅମୁକ ଜାଗାରେ ହବ ଆପଣଙ୍କର ସୌଭାଗ୍ୟ ସେଇଠି ଦେବେ ଯଦି ଯିବେ ଦେବେ ଯଦି ନ ଯିବେ ନ ଦେବେ ଆଉ ଯଦି ଅଭାବ ପଡ଼ିବ ବଢ଼ିଆ ଦେବ ଆଉ ଆପଣଙ୍କର ବ୍ୟବହାର କ'ଣ ଶେଷରେ ମା ଦାୟିତ୍ୱ କର୍ତ୍ତବ୍ୟ ହିଁ ଭଗବାନ ଆଜି ଗୋଟେ ବହୁତ ବଡ଼ କାର୍ଯ୍ୟ तेजो विधिमामकं गानामिषजभूतानि ध्यायामि मनोजसा पुष्णामि च सर्वा समभूताय सात्मकम् अहं वैश्वानरभूता प्राणिनां देहमाश्रितः प्राणापानसमायुक्त पचामानं चतुर्विधं सर्वस्य चाहं स्मृतिसन्निविष्टो मतः स्मृतिज्ञानमो अतोऽस्मि लोके वेदे च पतिता पुरुषोत्तमः जो मामेवं शक्नोमि जानाति पुरुषोत्तमः स सर्वमिह जगति मां सर्वभावेन भारत इति गुह्यतमं शास्त्रमिदमुक्तं मया नघ एतद्बुद्धिमां सर्वपुत्रश्च भारत ॐ सच्चिदानन्दं ब्रह्मविद्याय पुरुषोत्तम नूतन वर्ष पूर्व बाबांकर आगमन आम ପାଇଁ ଏକ ଶୁଭ ସଂକେତ ନିଶ୍ଚୟ। ବାବା କେବଳ ଜଣେ ଆଧ୍ୟାତ୍ମିକ ଗୁରୁ ନୁହନ୍ତି, ସେ ଆମ ଓଡ଼ିଆ ସମାଜର ଏକ ଜୀବନ୍ତ ପ୍ରେରଣା। ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ନିଃସ୍ୱାର୍ଥ ସେବା ଦ୍ୱାରା ହଜାର ହଜାର ପରିବାର ଧର୍ମ ଓ ସଂସ୍କାର ପଥରେ ଆଗେଇ ଆସିଛନ୍ତି। ବାବାଙ୍କ ପ୍ରୟାସରେ ଗ୍ରାମାଞ୍ଚଳରେ ସତ୍ୟ, ଅହିଂସା ଓ ପାରମ୍ପରିକ ମୂଲ୍ୟବୋଧର ପୁନରୁଦ୍ଧାର ହୋଇଛି। ମଦ୍ୟପାନ ତ୍ୟାଗ, ବିଧବାମାନଙ୍କୁ ସମ୍ମାନ ଓ ବିଭିନ୍ନ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ ଏବଂ ନାରୀ ଶକ୍ତିର
ଜାଗରଣ ଏସବୁ କ୍ଷେତ୍ରରେ ବାବାଙ୍କର ଅବଦାନ ଅତୁଳନୀୟ। ମାତୃଶକ୍ତିମାନଙ୍କୁ ଆତ୍ମନିର୍ଭରଶୀଳ, ଧାର୍ମିକ ଓ ସାମାଜିକ ଭାବେ ସଚେତନ କରିବାରେ ବାବାଙ୍କର ପ୍ରୟାସ ପ୍ରଶଂସନୀୟ। ଶେଷରେ ସଂଘ ବିଷୟରେ ଦିପଦ କହୁଛି। ଏହି ରାଧାରାଣୀ ମହିଳା ସଂଘ 22/1/2024 ମସିହା ଯେଉଁଦିନ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା, ସେହିଦିନ ଏହି ସଂଘର ପ୍ରତିଷ୍ଠା ଦିବସ। ବହୁ ବାଧାବିଘ୍ନ ଭିତରେ ସମସ୍ତ ଭଉଣୀମାନଙ୍କ ସାହାଯ୍ୟ ସହଯୋଗରେ ଏହି ସମ୍ମାନୀୟ ବିଧାୟକ ଶ୍ରୀଯୁକ୍ତ ଅନ୍ତନାରାୟଣ ଜେନାଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ଏହି ସଂଘରେ ସପ୍ତାହରେ 2 ଦିନ ସୋମବାର ଓ ମଙ୍ଗଳବାର ସତ୍ସଙ୍ଗ ହେଉଛି। ଅନ୍ୟ ଦିନ ଭାଗବତ ପାଠ କରାଯାଏ। ଏକାଦଶୀ ଦିନ ବିଷ୍ଣୁ ସହସ୍ରନାମ ପାଠ କରାଯାଏ। ଏହି ସଂଘରେ ବିଭିନ୍ନ ସାଧୁସନ୍ଥଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ, ଯୋଗ, ପ୍ରାଣାୟାମ ଏବଂ ଅନେକ ଶୁଭ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆଲୋଚନା ପାଇଁ ଆମର ଲକ୍ଷ୍ୟ ରହିଛି। ବର୍ତ୍ତମାନ ବାବାଙ୍କୁ ଅନୁରୋଧ କରୁଛୁ, ସେ ଆମକୁ ଯେଉଁ ଦିବ୍ୟ ଜ୍ଞାନ ଦେଇଛନ୍ତି ସେହି ପ୍ରତି ଆମେ